ଜାନୁଆରୀ 27 ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି 17ତମ ରେମୁଣା ମହୋତ୍ସବ। 16 ବର୍ଷ ଅତିକ୍ରମ କରି 17 ବର୍ଷରେ ପଦାର୍ପଣ କରିଥିବା ରେମୁଣା ମହୋତ୍ସବ ଜାନୁଆରୀ 27 ତାରିଖରୁ ଫେବୃଆରୀ 3 ତାରିଖ ପର୍ଯ୍ୟନ୍ତ 8 ଦିନ ଧରି ରେମୁଣା ମହୋତ୍ସବ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶାର ଖ୍ୟାତି ସମ୍ପନ୍ନ ସାହିତ୍ୟିକ, ରାଜନେତା, ଚିତ୍ରଶିଳ୍ପୀ, ସାମ୍ବାଦିକ, ସ୍ତମ୍ଭକାର, ସମାଜସେବୀ, ଶିଳ୍ପପତି ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବାର ସହମତି ପ୍ରଦାନ କରିଛନ୍ତି। ରେମୁଣାର ଯଶସ୍ୱୀ ଶିକ୍ଷାବିତ, କଳାକାର, ଚିକିତ୍ସକ ତଥା କ୍ରୀଡ଼ାବିତ, କୃଷକ, ଚିତ୍ରଶିଳ୍ପୀମାନଙ୍କୁ ମଧ୍ୟ ମଞ୍ଚରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଏଥିସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବିଶେଷ ଭାବେ ମହିଳାମାନଙ୍କ ମଧ୍ୟରେ ଜଣା ଅଜଣା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। 27 ତାରିଖ ମନ୍ଦିର ଛକଠାରୁ ବିରାଟ ଶୋଭାଯାତ୍ରା, ବିଭିନ୍ନ ଆକର୍ଷଣୀୟ ନୃତ୍ୟ, ବାଦ୍ୟ ସହ ସ୍କୁଲ ପିଲାମାନଙ୍କ ଦ୍ୱାରା ମହୋତ୍ସବ ପଡ଼ିଆଠାରେ ପହଞ୍ଚିବ। ଏଥିସହ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶେଷ ଦିବସରେ ହଲିଉଡ୍ କଳାକାରମାନଙ୍କ ସମ୍ବର୍ଦ୍ଧନା ଉତ୍ସବ, ସିନେ ତାରକାମାନଙ୍କ ଦ୍ୱାରା ନୃତ୍ୟ ଗୀତ ଅନୁଷ୍ଠିତ ହେବ। ଏନେଇ ମହୋତ୍ସବ କମିଟି ପକ୍ଷରୁ ମହୋତ୍ସବ ପଡ଼ିଆଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ମତ ପ୍ରକାଶ କରାଯାଇଛି। ଉକ୍ତ ସମ୍ମିଳନୀରେ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସଭାପତି ବିଶ୍ୱମ୍ବର ପଟ୍ଟନାୟକ, ସମ୍ପାଦକ ସନ୍ତୋଷ କୁମାର ରଣା, ବରିଷ୍ଠ ସଦସ୍ୟ ଡକ୍ଟର ଭାଗବତ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିବା ବେଳେ ମହୋତ୍ସବ କମିଟିର କିରଣ ମହାରାଣା ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସମ୍ମିଳନୀରେ ମହୋତ୍ସବ କମିଟିର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଆମେ କହୁଛୁ ପ୍ରଥମ କଥା ହେଉଛି ଆମ ଭିତରର ଏକତା ଏବଂ ଆଧୁନିକତା ଭିତରେ ଯେତେ ଜିନିଷ ଟ୍ରାନ୍ସଫର୍ମେସନ୍ ହେଉଛି ତାକୁ ଆମେ ଏଠି ପରୀକ୍ଷା ନିରୀକ୍ଷା କରୁଛୁ। ଧରନ୍ତୁ ଏଠିକାର ଯେଉଁ ମାଟି, ଆପଣ ଯେଉଁଟା ଭଲ ପ୍ରଶ୍ନ ପଚାରିଲେ ଯେ ଏଠି ରେମୁଣାର ମହୋତ୍ସବ ଏକ ପୁରୁଣା କଲଚର। ଆକ୍ଚୁଆଲି ଲୋକଙ୍କର ଯେଉଁ ଚିନ୍ତାଟା ବଦଳି ଯାଉଛି। ଧରନ୍ତୁ ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବି, ଆପଣ ତାକୁ ପ୍ରଚାର କରିବେ ନ କରିବେ ଆପଣମାନଙ୍କର ଜାଣିବା ପାଇଁ କହୁଛି। ଧରନ୍ତୁ ଏଠିକାର 15th ସେଞ୍ଚୁରୀ 14th ସେଞ୍ଚୁରୀରେ ହେଉଛି ଗୋପୀନାଥ ମନ୍ଦିର। ଆଜି ଯଦି ଦେଖିବେ ଆପଣ, ବୋଧେ 10 ବର୍ଷ ତଳେ ହେଇଥିବା ଜଗନ୍ନାଥ ମନ୍ଦିରକୁ ବେଶୀ ଲୋକ ଯାଉଛନ୍ତି, ଗୋପୀନାଥ ମନ୍ଦିରକୁ ସେତେ ଲୋକ ଯାଉନାହାନ୍ତି। ଏଇଟା କ'ଣ ଦେଖୁଛି? ଯୋଉଠି ଗୋଟେ ଆଡମ୍ବରପୂର୍ଣ୍ଣ ଜିନିଷ ହେଉଛି, ସୁନ୍ଦରତା ସମ୍ପର୍କରେ ରହୁଛି, ଲୋକ ସେଠିକି ବେଶୀ ଯାଉଛନ୍ତି। ସେଇ ଦୃଷ୍ଟିରୁ ତାକୁ ଗୋଟେ ରିଭାଇଭ୍ କରିବା ପାଇଁ ଏଠି କଥା ହେଇଛି। ଏବଂ ଆଜିକି ଆପଣ ଧରନ୍ତୁ 17 ବର୍ଷ ହେଲାଣି, ଯେଉଁ ଜାଗାରେ ଆଦ୍ୟରେ ଆପଣ ଦେଖିବେ ବିଭିନ୍ନ ଜାଗାରେ ମହୋତ୍ସବ ହେଉଥିଲା। ଏବଂ ବାଲେଶ୍ୱର ଜିଲ୍ଲାରେ ଏଇଟା ହେଉଛି ୱାନ୍ ଅଫ୍ ଦି ଓଲ୍ଡେଷ୍ଟ ମହୋତ୍ସବ। ଆପଣଙ୍କ ଜିଲ୍ଲା ପ୍ରଶାସନ ପ୍ରଥମେ କରୁଥିଲା। ଜିଲ୍ଲା ପ୍ରଶାସନର ଉଦ୍ଦେଶ୍ୟ କ'ଣ? ସେ ଗୋଟେ ଏଣ୍ଟରପ୍ରେନ୍ୟରସିପ୍ ଆରମ୍ଭ କରିକି ତାଙ୍କର ବିଭିନ୍ନ କଥାକୁ ସେଲ୍ କରିବା ପାଇଁ ରହୁଛି, ଯେଉଁଟା ବିଭିନ୍ନ କୋଅପରେଟିଭ ମାଧ୍ୟମରେ ଯେଉଁ ପ୍ରସ୍ତୁତ ହେଉଛି ଯେଉଁ ଦ୍ରବ୍ୟ ଗୁଡ଼ିକୁ ଲୋକଙ୍କ ବ୍ୟବହାର ଆଚୁରେଟ୍ କରୁଛନ୍ତି। ଏଠି ଆମେ କରୁଛୁ କ'ଣ ଯେ ବର୍ତ୍ତମାନର ଯେଉଁ ପରିବର୍ତ୍ତିତ ଅର୍ଥନୈତିକ ଅବସ୍ଥା ଭିତରେ ଯେଉଁ ବଜାରବାଦ ଆସିଛି, ସାଧାରଣ ଯେଉଁମାନେ ଛୋଟ ବେପାରୀ, ଛୋଟ ବ୍ୟବସାୟୀ, ବିଭିନ୍ନ କଥା ଲୋକଙ୍କର ଜୀବନ ଜୀବିକା ସହିତ ସମ୍ପର୍କ ଥିବା ଜିନିଷ ହାତ ତିଆରି ହେଉଛି କି ଘର ତିଆରି ହେଉଛି, ସେଗୁଡ଼ିକୁ ଏଇଟା ଏକ ବିପଣୀ ଲାଗୁଛି। ଇଏ ହେଉଛି ଗୋଟେ କଥା। ଦ୍ୱିତୀୟ କଥା, ଗୋଟେ ପରିବର୍ତ୍ତିତ ଅବସ୍ଥା ଭିତରେ ବହୁ ସୁପ୍ତ ପ୍ରତିଭା, ଯେଉଁଟାକି ଖେଳ, ନାଚ, କୁଦ, ଚିତ୍ରାଙ୍କନ, ଏଙ୍କରିଂ କରିବା, ଏଇସବୁ ଯେଉଁ ଗୋଟେ ଜଣଙ୍କର ପ୍ରତିଷ୍ଠା କରିପାରୁଛନ୍ତି, ଯେଉଁ ପରିଚୟ କରିପାରୁଛନ୍ତି, ସେଇ କ୍ଷେତ୍ରରେ ମଧ୍ୟ ଏଠିକି ଗୋଟେ ବ୍ୟାପକ ଭାବରେ 7-8 ଦିନ ଧରିକି କଥାଟା ହେଉଛି। ଏବଂ ସର୍ବୋପରି ଏଠି ଆପଣ ଜାଣିଛନ୍ତି ସବୁ କମ୍ୟୁନିଟି, ସବୁ ଧର୍ମ, ସବୁ ଜାତି ଫାତି ବିଭିନ୍ନ ଜାଗାରେ ଲୋକ ରହିଛନ୍ତି। ଏବଂ ୟାର ଗୋଟେ ବଣ୍ଡଟା ରହିଛି। ୟାକୁ ମଧ୍ୟ ପ୍ରତିବର୍ଷ ଏଇଟା ଦ୍ୱାରା ୟାକୁ ପରୀକ୍ଷା କରାଯାଉଛି। ଯାହା ୱି ଆର୍ ବଣ୍ଡେଡ୍, ଆମର ଏକତା କେତେ ଜୋର ରହିଛି, ଏଇଟାକୁ ଆମେ ଦେଖୁ। ବର୍ଷ ରେମୁଣା ମହୋତ୍ସବ 8 ଦିନ ଧରି ହେଉଛି ଏବଂ ଏହା 27 ତାରିଖଠୁ ଆରମ୍ଭ ହୋଇ ଫେବୃଆରୀ 3 ତାରିଖ ଶେଷ ହେବ। ଏବଂ 27 ତାରିଖରେ ରେମୁଣା ଆମ ମନ୍ଦିର ଛକ ଠାରୁ ଗୋଟେ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଆରମ୍ଭ ହେବ। ଏହି ଶୋଭାଯାତ୍ରାରେ ପୁରୀର ସାଇଜାତ, ସୁନ୍ଦରଗଡ଼ର ନାଚ ଏବଂ ସ୍କୁଲ, କଲେଜ ଏବଂ ଆଦିବାସୀ ନାଚ, ଟୋଟାଲ ବର୍ଣ୍ଣାଢ୍ୟ ପରିବେଶ ନେଇ ଆମ ମନ୍ଦିର ଛକରୁ ବାହାରି ରେମୁଣା ଆମ ମହୋତ୍ସବ ଫିଲ୍ଡରେ ପହଞ୍ଚିବ। ଏବଂ ସେହିଦିନ
ମଧ୍ୟ ଆମର ଉଦ୍ଘାଟନ ହେଇଯିବ ମହୋତ୍ସବ ଫିଲ୍ଡର ମହୋତ୍ସବ ଉଦ୍ଘାଟନ ହେବ ତଥା ଆମର 28 ତାରିଖ ଦିନ ସନ୍ଧ୍ୟାରେ ଆମର ଯିଏ ସନ୍ଧ୍ୟାର ପ୍ରୋଗ୍ରାମ ଅଛି ଅଡିସନ ପିଲାମାନଙ୍କ ଦ୍ୱାରା ନାଚ ଗୀତର ଇଏ ହେବ ଏବଂ ପ୍ରାଇମ୍ ଟାଇମ୍ରେ କୌଶିକ ଏଣ୍ଡ ଗ୍ରୁପ ଭୁବନେଶ୍ୱର ତାଙ୍କର ମେଲୋଡି ପ୍ରୋଗ୍ରାମ କରିବେ ଏବଂ 29 ତାରିଖ ଦିନ ମଧ୍ୟ ଆମର ଶିଳ୍ପିକା ଡ୍ୟାନ୍ସ ଗ୍ରୁପ ଭୁବନେଶ୍ୱର ତାଙ୍କର ନାଚ ଗୀତର ପରିବେଷଣ କରିବେ ଏବଂ 30 ତାରିଖ ଦିନ ପ୍ରାଇମ୍ ଟାଇମ୍ରେ ଆମର ଆଟ୍ରାକ୍ସନ୍ ମେଲୋଡି ଚନ୍ଦ୍ର ଅଛି ଏବଂ 31 ତାରିଖ ଦିନ ସନ୍ଧ୍ୟାରେ ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାରେ ନୃତ୍ୟ ପ୍ରତିଭାର ପ୍ରୋଗ୍ରାମ ଅଛି ଏବଂ ତା ଛଡ଼ା ସମ୍ବଲପୁର ମଣ୍ଟୁ ଛୁରିଆ ତାଙ୍କର ପରିବେଷଣ ମଧ୍ୟ କରିବେ। 1 ତାରିଖ ଦିନ ସନ୍ଧ୍ୟାରେ ସାଇନିଂ ଷ୍ଟାର ଆମର ଭୁବନେଶ୍ୱର ଡ୍ୟାନ୍ସ ଗ୍ରୁପ ମଧ୍ୟ ଆସୁଛନ୍ତି ଏବଂ 2 ତାରିଖ ଦିନ ବଲିଉଡରୁ ଆମର ଆଶିଷ କୁଲକର୍ଣ୍ଣି ଯିଏକି ଇଣ୍ଡିଆନ୍ ଆଇଡଲର ସିଙ୍ଗର ସିଏ ମଧ୍ୟ ତାଙ୍କର ପରିବେଷଣ କରିବେ ଏବଂ 3 ତାରିଖ ଦିନ ଅଲିଉଡ ଆୱାର୍ଡ ଯିଏକି ତରଙ୍ଗ ଆଉ ଫିଲ୍ମର ଆର୍ଟିଷ୍ଟ ମାନଙ୍କୁ ନେଇ ସ୍ୱତନ୍ତ୍ର 40-50 ଆର୍ଟିଷ୍ଟଙ୍କୁ ନେଇ ଆମର ପ୍ରୋଗ୍ରାମ ହେବ ଏବଂ ଏହା ଏକ ଗୋଟେ ବଲିଉଡ ଆଉ ଅଲିଉଡ ଦୁଇଟା ମହାମିଳନ ଏ ରେମୁଣା ମହୋତ୍ସବରେ ହିଁ ଆପଣମାନେ ଦେଖିପାରିବେ। ଆପଣମାନଙ୍କୁ ଏତିକି ଅନୁରୋଧ କରୁଛି ବାଲେଶ୍ୱରବାସୀ ଏବଂ ଆମର ତଥା ଯେତିକି ସାମ୍ବାଦିକ ବନ୍ଧୁ ଆମକୁ ଟିକେ ସାହାଯ୍ୟ କଲେ କିଭଳି ପ୍ରଚାର ହେଇପାରିବ ସେତିକି ଆପଣଙ୍କୁ